ଆଜି ଆପଣଙ୍କର ବ୍ଲକରେ ଗୋଟେ ମାରାଥନ ଫେୟାର ନିଆଯାଉଛି ଭିତ୍ତି ସ୍ଥାପନ କରାଗଲା ମନ୍ତ୍ରୀ ମଧ୍ୟ କହିଛନ୍ତି ଯେ 100 କୋଟି ଉଦ୍ୟୋଗ ଖର୍ଚ୍ଚ କରାଯିବ କଣ କହିବେ? ନିଶ୍ଚିତ ଭାବରେ ମୁଁ କହିବି ଆଜି ଆମ ରୋରୁଆ ବ୍ଲକ ପାଇଁ ଗୋଟେ ଐତିହାସିକ ଦିନ ଗୋଟେ ଖୁସିର ଦିନ। ଆଜି ମାନ୍ୟବର ମନ୍ତ୍ରୀ ଆମର ଜଙ୍ଗଲ ଏବଂ ପରିବେଶ ଇଞ୍ଜିନିୟର ଗଣେଶ ରାମ ଖୁଣ୍ଟିଆ ସାର୍ ଆସି ମାରାଥନ ଉଦ୍ଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ମୁଁ କହି ରଖିବା ପାଇଁ ଚାହେଁ ଆମ ରୋରୁଆ ବ୍ଲକ ପାଇଁ ବନ ସୁରକ୍ଷା ସମିତିରେ 2024-25 ବର୍ଷ ପାଇଁ 2ଟି ପ୍ରୋଜେକ୍ଟ ଥିଲା ଏବଂ 2025-26 ଆର୍ଥିକ ବର୍ଷ ପାଇଁ 21ଟି ଥିଲା। ଏମିତି ଟୋଟାଲ 23 ଗୋଟି ବନ ସୁରକ୍ଷା ବିଲ୍ଡିଂ ଯୋଉଟା କି 8.5 ଲକ୍ଷ ଲେଖା ତାର ପ୍ରୋଜେକ୍ଟ କଷ୍ଟ ଅଛି ତାର ଭିତ୍ତିପ୍ରସ୍ତର ସ୍ଥାପନ ହେଇଛି ଏବଂ ଯୋଉ ବିଲ୍ଡିଂ ଆମର ଦେଖନ୍ତୁ ଆମର 2036ରେ ସ୍ୱତନ୍ତ୍ର ଉତ୍କଳ ସ୍ୱତନ୍ତ୍ର ଓଡ଼ିଶା ଗଠନର 100 ବର୍ଷ ପୂରିବ। ଯେ ସରକାର ଚାହୁଁଛନ୍ତି ଏଇ ଯୋଉ 100 ବର୍ଷ ପୂର୍ତ୍ତି ଅବସରରେ ଆଉ ଆମ ପାଖରେ ମାତ୍ର 11 ବର୍ଷ ବାକି ଅଛି। ସେ ଭିତରେ ଲୋକଙ୍କର ବିଭିନ୍ନ ମୌଳିକ ସମସ୍ୟା ସବୁ ବର୍ଗର ସମାଜର ଲୋକଙ୍କୁ ଧ୍ୟାନ ଦିଆହଉଛି। ସରକାରଙ୍କର ଯୋଉ ଉଦ୍ଦେଶ୍ୟ ଅଛି ତ ଆମର 2036 ସୁଦ୍ଧା ସବୁ ଗାଁକୁ ରାସ୍ତା, ସବୁ ଗାଁକୁ ପାଇପ୍ ମାଧ୍ୟମରେ ପାଣି, ସବୁ ଲୋକଙ୍କୁ ମୌଳିକ ସୁବିଧା ଯୋଗାଇବା ସହିତ ସମସ୍ତଙ୍କର ଘର ଦ୍ୱାରଠୁ ଆରମ୍ଭ କରି ଯାହା ଆବଶ୍ୟକ ମୌଳିକ ସମସ୍ୟା ସରକାର କେମିତି ଫିଲ୍ଅପ୍ କରିବ ସେ ଦିଗରେ ଭାରତ ସରକାରଙ୍କର ନିର୍ଦ୍ଦେଶ ଏବଂ ସବୁ ରାଜ୍ୟକୁ ଖାଲି ଓଡ଼ିଶା ନାହିଁ ସମଗ୍ର ଭାରତ ବର୍ଷକୁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଯେଉଁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ଅପର୍ଯ୍ୟାପ୍ତ ପଇସା ପତ୍ର ଦିଆହେଉଛି ରାଜ୍ୟମାନଙ୍କୁ ସେ ଉଦ୍ଦେଶ୍ୟରେ ଯେଉଁମାନେ ସମାଜରେ ପଛରେ ରହିଲେ ଶେଷରେ ରହିଲେ ଏବଂ ଅନ୍ତରେ ଠିଆ ହେଇଥିବା ଲୋକମାନଙ୍କୁ ଆଗକୁ ନେଇ ଆସି ତାଙ୍କର ବିକାଶ କେମିତି ହେବ ଉନ୍ନତି କେମିତି ହେବ ସେ ଦିଗରେ ସରକାର ଗୁରୁତ୍ୱ ଆରୋପ କରୁଛନ୍ତି। ସେଥିପାଇଁ ଆମମାନଙ୍କୁ ମଧ୍ୟ ବିଭିନ୍ନ ସମୟରେ ରାଜ୍ୟର ନିର୍ଦ୍ଦେଶ ଅଛି ଯେଉଁ ଅଞ୍ଚଳ ବିଗତ ଦିନମାନଙ୍କରେ ସରକାର ପହଞ୍ଚି ପାରୁନଥିଲା ଅଫିସରମାନେ ପହଞ୍ଚି ପାରୁନଥିଲେ ସେ ଅଞ୍ଚଳକୁ ଯାଇକି ଲୋକମାନଙ୍କର ସବୁ ପ୍ରକାର ଯାହା ବ୍ୟବସ୍ଥାରେ ଅଛି ଯୋଜନାରେ ଅଛି ସେ ଅଞ୍ଚଳକୁ ପହଞ୍ଚାଇବା ପାଇଁ ସରକାରଙ୍କର ମେନ୍ ଉଦ୍ଦେଶ୍ୟ ଅଛି। ସେ ଆଧାରରେ ଆଜି ଆସିଥିଲି ଆପଣ ଦେଖିବେ ବିଗତ ସରକାରରେ କିଛି ପଇସା ଆମ ଆଡ଼କୁ କିଛି ପଇସା ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକ୍ରମ ସବୁ ନିର୍ଦ୍ଦିଷ୍ଟ ସମୟ ଭିତରେ ସରିବ ଏବଂ ଲୋକଙ୍କର ମଙ୍ଗଳ ପାଇଁ ସେ କାର୍ଯ୍ୟକ୍ରମ କାମରେ ଆସିବ ବୋଲିକି ଏଇଟା ହେଉଛି ମେନ୍ ଉଦ୍ଦେଶ୍ୟ। ଏବଂ କୁଡ଼ମି କମ୍ୟୁନିଟି ବିଲ୍ଡିଂ ସେଟା ମଧ୍ୟ ରୋରୁଆରେ ଏବଂ ମା ମାନଙ୍କ ପାଇଁ ଏସ୍ଏଚଜି ମା ମାନଙ୍କ ପାଇଁ ମହାସଂଘ ଗୃହ ଯୋଉଟା କି ଜିପିଏଲ୍ଏଫ୍ ବିଲ୍ଡିଂ ଏଇଭଳିଆ ରୋରୁଆ ବ୍ଲକରେ 3 ଗୋଟି ଉଦ୍ଘାଟନ ହେଇଛି। ଏଇଭଳିଆ ଅନେକ ମାନେ ଜନହିତକର ଅନେକ କାର୍ଯ୍ୟକ୍ରମ ଆଜି ଉଦ୍ଘାଟିତ ହେଇଛି। ମୁଁ ନିଶ୍ଚିତ ଭାବରେ ଆଶାବାଦୀ ଆମ ଅଞ୍ଚଳବାସୀ ରୋରୁଆ ଅଞ୍ଚଳବାସୀ ନିଶ୍ଚିତ ଭାବରେ ଏହାର ଉପକୃତ ପାଇବେ। ତେଣୁ ମାନ୍ୟବର ମନ୍ତ୍ରୀଙ୍କୁ ମୁଁ ଅନେକ ଅନେକ ଧନ୍ୟବାଦ ଏବଂ କୃତଜ୍ଞତା ଜ୍ଞାପନ କରୁଛି।